ଭାଇନା କ'ଣ ରାସ୍ତାରେ ଗଡ଼ୁଛ? ଯାହା ଧୂଳି ମୁଳି ହେଇଗଲାଣି। ଜଙ୍ଗଲ ବି ଥିଲା, ଆଜ୍ଞା ନଦୀ ବଢୁଥିଲା। ବ୍ରାହ୍ମଣୀ ଯୁଗୁ ଆଜ୍ଞା ଡଙ୍ଗା ନାଁଟା କରିଦେଲା, ପାଣିଟା କଟି କୁଟା ସେ ହେଇଯିବ। ପୁରା ଆବିର୍ଭାବ ହେଇଥିଲା। ଫୁଟିଲିଙ୍ଗ ସେ ଫୁଟାଲିଙ୍ଗ ନାଇଁ କି, ମାଟି ତଳୁ ଫୁଟିକି ବାହାରିଥିଲେ ସେଇଠି ଅଛନ୍ତି। ତାଙ୍କ ଗାଈଟା ଖୋଜିବାକୁ ଆସିକି ଏଠି ପାଇଲେ ନାଇଁ କି? ଗାଈ ସେ ଚର କରେ। ଭଳିଆ ମୂର୍ତ୍ତି ଆପଣ ଦେଖିନଥିବେ। ପିବା ମୂର୍ତ୍ତି ରହିଛି ଏଠାରେ, ଡଙ୍ଗା ଉପରେ ମନ୍ଦିର। ବର୍ତ୍ତମାନ ଆମେ ସେଇଠିକି ଯିବା। ଏଠୁ ଆହୁରି 5ରୁ 7 ପାହାଚ ପାର ହେଲା ପରେ ବା ମାଟି ତଳୁ ବାହାରିଛନ୍ତି। ମନ୍ଦିରଟି ଅତି ପୁରାତନ। ତ ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଶା କରେ ଆପଣମାନେ ସମସ୍ତେ ଭଲ ଅଛନ୍ତି। ଆଜି ମୁଁ ଆପଣମାନଙ୍କୁ ଏମିତି ଏକ ଜାଗାକୁ ନେଇଯିବି ଯେଉଁଟାକି ଆମ ରାଜଧାନୀରୁ ପାଖାପାଖି 100 କିଲୋମିଟର ଗଲେ ପଡ଼େ, ଯାହାକି ଅନୁଗୁଳ ଜିଲ୍ଲାରେ ହିଁ ଅଛି। ଅନୁଗୁଳ ଜିଲ୍ଲାର ଓଡ଼ପଡ଼ା ବ୍ଲକରେ ହିଁ ସେ ଜାଗାଟି। ଆଉ ଆପଣମାନେ ନିଶ୍ଚିତ ଭାବୁଥିବେ କ'ଣ ଅଛି ଦର୍ଶକ ବନ୍ଧୁ ସେଇ ଜାଗାରେ। ସେଇ ଜାଗାଟିରେ ଏକ ମାନେ ବହୁତ ପୁରାତନ ପ୍ରାଚୀନ ମନ୍ଦିରଟେ ରହିଛି। ଆଉ ବ୍ରାହ୍ମଣୀ ନଦୀ କୂଳରେ ଗୋଟେ ଡଙ୍ଗା ଅଛି, ଆଉ ଡଙ୍ଗା ଭିତରେ ମନ୍ଦିର ରହିଛି। ଆପଣମାନେ ଭାବୁଛନ୍ତି ଓଡ଼ିଶା ଏକ ଫେମସ୍ ମନ୍ଦିର ଥିବ ଯେଉଁଟାକି ଡଙ୍ଗା ଭିତରେ ଅଛି। ଏଇଟା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି ନା? ମୁଁ ବି ଯେତେବେଳେ ଫାଷ୍ଟ ଶୁଣିଲି ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ତ ଚାଲନ୍ତୁ ଯିବା ଆଜି ସେଇ ଫେମସ୍ ଜାଗାଟିକୁ, ଆଉ ଦେଖିବା ସେଇ ମନ୍ଦିରଟି କେମିତି ଡଙ୍ଗା ଭିତରେ ରହିଛି, ଆଉ ଡଙ୍ଗାଟି ନଦୀ କୂଳରେ ବା ବ୍ରାହ୍ମଣୀ ନଦୀ କୂଳରେ ଅଛି। ତେଣୁ ଭିଡ଼ିଓଟି ବହୁତ ଜବରଦସ୍ତ ହେବ, ଜମା ଅଧାରୁ ପଳାନ୍ତୁନି। ଆଉ ହଁ, ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଜଲ୍ଦି ସବସ୍କ୍ରାଇବ୍ କରନ୍ତୁ। ଆଉ ବେଲ୍ ଲାଇକ୍ ବଟନ୍ ଦବାଇବାକୁ ଜମା ଭୁଲନ୍ତୁନି। ତ ଚାଲନ୍ତୁ ଯିବା ଡେରି ନକରି। ତ ଆପଣମାନେ ଦେଖିପାରିବେ ବର୍ତ୍ତମାନ ମୁଁ ଆଗେଇ ଚାଲିଛି ଆଜିର ଆମର ଯେଉଁ ଡେଷ୍ଟିନେସନ୍ ଆଡ଼କୁ, ଯାହାକି ଅନୁଗୁଳ ଜିଲ୍ଲାରେ ଅଛି। ସେ ଜାଗାକୁ ଯିବାକୁ ହେଲେ ମୋତେ ସିଧା କଟକରେ ଆସି ପହଞ୍ଚିବାକୁ ପଡ଼ିଲା। କଟକର ନରାଜ ଦେଇକି ମୁଁ ସିଧା ଧବଳେଶ୍ୱରରେ ପହଞ୍ଚିଲି। ଧବଳେଶ୍ୱର ଦେଇକି ଢେଙ୍କାନାଳ, ଢେଙ୍କାନାଳରୁ ସିଧା ଅନୁଗୁଳ ଅଭିମୁଖେ ମୁଁ ଆଗେଇ ଚାଲିଛି। ଦେଖନ୍ତୁ ରାସ୍ତାର ବାମ ପଟେ କେତେ ସାରା ପୁରୁଣା ଶାଳ ଏବଂ ଶାଗୁଆନ ଗଛ ରହିଛି। ଖାଲି ସେତିକି ନୁହେଁ, ଡାହାଣ ପଟେ ଆମ୍ବ ଗଛ ପ୍ରବଳ ଅଛି। ମାନେ ଏଇ ଜାଗାଟିରେ ଗାଡ଼ି ଚଲେଇକି ଗଲାବେଳେ ମାନେ ଗୋଟେ ଅଲଗା ପ୍ରକାର ବାସ୍ନା ଆସୁଛି, ଯେମିତିକି ପ୍ରକୃତିର ଗୋଟେ ପ୍ରକୃତି କୋଳରୁ ବାସ୍ନା ଆସେ, ସେଇ ଟାଇପ୍ର ବାସ୍ନା ଏଇ ଜାଗାରେ ଛୁଟି ଆସୁଛି। ଦେଖନ୍ତୁ ଯେଉଁ ବ୍ରିଜ୍ ଉପରେ ଯେଉଁ ଭାଇ ଯାଉଛନ୍ତି ପତାକା ଲଗେଇକିରି, ମୁଁ ବୁଝୁଥିଲି ଏଠି 2 ଜଣ, ମାନେ ଏଇ ଆଗରେ ବି ଜଣେ ଭାଇ ଅଛନ୍ତି ସାଇକେଲରେ। ଏ 2 ଜଣ ବିହାରରୁ ସିଧା ପୁରୀ ଚାଲିଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବାକୁ। ସତରେ ଆମ ଜଗନ୍ନାଥଙ୍କର ମହିମା କହିଲେ ନ ସରେ। ଆପଣମାନେ ଦେଖିପାରିବେ ଚାରିପଟେ ପାହାଡ଼ ଭରିକି ଅଛି, ଆଉ ଠିକ୍ ସେଇ ପାହାଡ଼ ମଝିରେ NHଟି ପୁରା ଅଙ୍କା ବଙ୍କା ସାପ ଭଳିଆ ମାଡ଼ି ଚାଲିଛି ଆଗକୁ। ମୁଁ ସେଇ ରାସ୍ତାରେ ସିଧା ଆସିକିରି ବର୍ତ୍ତମାନ ଅନୁଗୁଳ ପାଖାପାଖି ପହଞ୍ଚିଗଲିଣି। ଅନୁଗୁଳ ଏଠୁ ମାତ୍ର 10 କିଲୋମିଟର ବାକି ଅଛି। ଦର୍ଶକ ବନ୍ଧୁ ଆପଣମାନେ ଦେଖିପାରିବେ ବର୍ତ୍ତମାନ ମୁଁ ସେପଟୁ ଆସିଲି, ଯେଉଁଟାକି କଟକରୁ ଆସିଲି। ଠିକ୍ ଏଇ ଜାଗାରେ ୟୁ ଟର୍ନ ନେଲି। ଏଠି ଲେଖା ହେଇଛି ଦେଖନ୍ତୁ, ଟାଟା ଷ୍ଟିଲ୍ ମେରା ମଣ୍ଡଳୀ। ଏଇଟା ହେଉଛି ମେରା ମଣ୍ଡଳୀ ଛକ। ଏଇଠୁ ୟୁ ଟର୍ନ ନେଇକି ପୁଣି ଆମେ ଏଠୁ କିଛି ବାଟ ଗଲା ପରେ ପାଖାପାଖି 2ରୁ 3 କିଲୋମିଟର ପୁଣି ଲେଫ୍ଟକୁ ଯିବେ। NHରୁ ବାହାରିକି ଆସି ମୁଁ ଏଇ ଛୋଟ ବା ସରୁ ରାସ୍ତାଟିରେ ଆଗେଇ ଚାଲିଛି। ଆଉ ମାତ୍ର 7ରୁ 8 କିଲୋମିଟର ଗଲେ ଆଜିର ଆମର ସେଇ ଫେମସ୍ ଜାଗାଟି ଆସିଯିବ। ଏଠି ରାସ୍ତାଟି ପୁରା କାମ ପ୍ରବଳ ଜୋରେ ଚାଲିଛି। ଖାଲି କାମ ଚାଲିନି, ଏଠି ଟ୍ରେନ୍ ଲାଇନ୍ଟି ବି ଅଛି। ଆପଣଙ୍କୁ ଦର୍ଶକ ବନ୍ଧୁ କହି ରଖୁଛି, ଆପଣ ଯେବେ ବି ଟ୍ରେନ୍ ଲାଇନ୍ କ୍ରସ୍ କରୁଛନ୍ତି, ଫାଟକ ଥାଉ କି ନଥାଉ, ଆପଣ 2 ସାଇଡ଼୍କୁ ଦେଖିକି ନିଶ୍ଚିନ୍ତ ଯିବେ। କାହିଁକିନା ଆଜିକାଲି ଆମ ଭାରତରେ ଟ୍ରେନ୍ର ଅବସ୍ଥା କହିଲେ ନ ସରେ। ଏ ଭାଇ, ଭାଇନା କ'ଣ ରାସ୍ତାରେ ଗଡ଼ୁଛ? କ'ଣ ରାସ୍ତାରେ ଗଡ଼ୁଛ ମ? ଯାହା ଧୂଳି ମୁଳି ହେଇଗଲାଣି, ସାର୍ଟ ଧୂଳି ହେଇଗଲାଣି ତମର। ପଳେଇ ଆସ, ପଳେଇ ଆସ। ମଦ ପିଇବ କାହିଁକି, ରାସ୍ତାରେ ଗଡ଼ିବ କାହିଁକି? ଦର୍ଶକ ବନ୍ଧୁ ଦେଖିପାରିବେ ଏଠି ଲେଖା ହେଇଛି କମଳାଙ୍ଗ ଯିବାକୁ ରାସ୍ତା, ୱେ ଟୁ କମଳାଙ୍ଗ। ଏଇପଟେ କମଳାଙ୍ଗ ଅଛି। ବନ୍ଧୁ ସେ ଯେଉଁ ନଦୀକି ଦେଖୁଛନ୍ତି, ଓଡ଼ିଶାର ଗୋଟେ ବହୁତ ଫେମସ୍ ନଦୀ। ଆଉ ଠିକ୍ ଆମ ସାମ୍ନାରେ ଆଜିର ଆମର ଯେଉଁ ଡେଷ୍ଟିନେସନ୍ଟି ଅଲରେଡ଼ି ଆସିଗଲାଣି। ଏପଟେ ଯେଉଁଟା ଦେଖୁଛନ୍ତି ସେଟା ଟ୍ରେନ୍ ଲାଇନ୍ଟି ଅଛି। ଆଜିର ଆମର ସେଇ ଡେଷ୍ଟିନେସନ୍ ବା ଯାହା ଏକ ପ୍ରସିଦ୍ଧ ମନ୍ଦିର, ଯାହାର ନାମ ହେଉଛି କମଳେଶ୍ୱର।
ଏଠି ମୋ ଠିକ୍ ସାମ୍ନାରେ ଅଛି ଦେଖନ୍ତୁ ଏଇଟା ହେଉଛି ସେଇ ଗେଟ୍ ଆଉ ଏଠି ଲେଖା ହେଇଛି ବାବା କମଳେଶ୍ୱରଙ୍କର ମନ୍ଦିର। ଆମେ ଭିତରକୁ ଯିବା, ଭିତରେ ଯାଇକିରି ଦେଖିବା କ'ଣ ରହିଛି ୟାର ମହତ୍ତ୍ୱ, କାହିଁକି ଏଇଟା ଏତେ ଫେମସ୍। ଭିତରକୁ ଏଣ୍ଟ୍ରି କଲା ପରେ ଏଇପଟେ ଗୋଟେ ଭବ୍ୟ ମନ୍ଦିର ରହିଛି, ବହୁତ ସାରା ଭିଡ଼ ମଧ୍ୟ ରହିଛି। ଆମେ ଯିବା ଆଉ ଏପଟେ ବହୁତ ସାରା ଭୋଜି ଭାତ ହେଉଛି, ଯେହେତୁ ଏଇ ଜାଗାଟି ବହୁତ ଫେମସ୍ ଜାଗାଟି ଆଉ ସୁନ୍ଦର ଭାବେ ଗଛ ଗୁଡ଼ା ରହିଛି ଯାହାକି ଛାଇ ଟାଇପ୍ର କରୁଛି। ଆମ୍ବ ଗଛ ବର ଗଛ ରହିଛି, ତ ସେଥିଲାଗି ବହୁତ ସାରା ଭୋଜି ଭାତ ଏପଟେ ଚାଲିଛି। ଏପଟେ ହେଉଛି ମେନ୍ ମନ୍ଦିର, ମୁଁ ଯାଉଛି ସେପଟକୁ। ସୁନ୍ଦର ଭାବେ ଏଇଟା ଉନ୍ନତିକରଣ କରାଯାଇଛି, ଯେଉଁଟାକି 2023 ମସିହାରେ ଯାହା ମୁଁ ପଢ଼ୁଥିଲି। ଆଉ ଭକ୍ତମାନେ ଏଠିକି ଆସିଲେ ଖରା ବର୍ଷାରୁ, ସେମିତି ତ ଗଛ ଚାରିପଟେ ଅଛି, ଆପଣଙ୍କୁ ଖରା ଲାଗିବନି। ଆପଣ ଦେଖିପାରିବେ ବହୁତ ସାରା ଆମ୍ବ ଗଛରେ ପ୍ରବଳ ବଉଳ ହୋଇଛି। ଆଉ କିଛି ଦିନ ପରେ, ମାସେ ଖଣ୍ଡେ ପରେ ଆମ୍ବ ଗୁଡ଼ା ସବୁ ଫଳିବା ଆରମ୍ଭ ହୋଇଯିବ। ତ ଦର୍ଶକ ବନ୍ଧୁ ଏଠି ଦେଖିପାରିବେ ମାଆଙ୍କର ଦୁଇଟି ମୂର୍ତ୍ତି ରହିଛି, ଆଉ ଏଇ ମୂର୍ତ୍ତି ହିଁ ମୁଁ ଆପଣଙ୍କୁ ଟିକେ ପାଖକୁ ନେଇକି ଦେଖାଉଛି। ଦେଖନ୍ତୁ ଏଇ ମୂର୍ତ୍ତିକି ହିଁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଇଭଳିଆ ମୂର୍ତ୍ତି ଆପଣ ଦେଖିନଥିବେ। ଆପଣ ଦେଖନ୍ତୁ ମାନେ ମାଆଙ୍କର କେଉଁ ଭଳିଆ ପ୍ରତିକୃତି ବା ମୂର୍ତ୍ତି ରହିଛି ଏଠାରେ। ମା ତାରିଣୀ, ମା ହିଙ୍ଗୁଳା, ଆଉ ଏଠି ଏଇ ପଥରଟି ମଧ୍ୟ ମାଟି ତଳୁ ବାହାରିଛି। ଏଇଟା କୌଣସି ମନୁଷ୍ୟକୃତ ନୁହଁ, ଏଇଟାକୁ କୁହାଯାଉଛି ମାଆଙ୍କର ଆଶୀର୍ବାଦ। ଆଉ ଏପଟେ ଭବ୍ୟ ମୂର୍ତ୍ତିଟି ରହିଛି ମାଆଙ୍କର। ଆଉ ଠିକ୍ ସାମ୍ନାରେ ଯେଉଁଟା ଦେଖୁଛନ୍ତି ଏ ହେଉଛି ସେଇ ଡଙ୍ଗା ଉପରେ ମନ୍ଦିର। ବର୍ତ୍ତମାନ ଆମେ ସେଇଠିକି ଯିବା। ଆଉ ଏଇ ଯେଉଁ ପଥର ଦେଖୁଛନ୍ତି, କଥାରେ ଅଛି ବା ଯାହା ମୁଁ ବୁଝୁଥିଲି, ଆପଣ ବା ପୂଜାରୀ କହୁଥିଲେ ଏଇ ପଥରଟି ମଧ୍ୟ ମାଟି ତଳୁ ବାହାରିଛି। ବିସ୍ମୟ, ଚମତ୍କାର, ଆଶ୍ଚର୍ଯ୍ୟରେ ଭରା ଏଇ ଜାଗାଟି। ରେ ବାବା କେଡ଼େ ବଡ଼ ଷଣ୍ଢ ଦେଖନ୍ତୁ, ବିଚିତ୍ରକାୟ ଷଣ୍ଢ, ତାର ମୁଣ୍ଡ ଦେଖନ୍ତୁ କେଡ଼େ ବଡ଼ ହେଇଛି ରେ ବାବା। ଇଏ ତାର ଛୁଆ ବୋଧେ, କାହିଁକିନା ତାରି ଭଳିଆ ବି ଦେଖାଯାଉଛି। ଏଇଟା କେଉଁ ଟାଇପ୍ର କେଉଁ ପ୍ରଜାତିର ଷଣ୍ଢ? ନାଇଁ ନାଇଁ, ଏଇଟା ଗାଈ ଆଗଟା ଷଣ୍ଢ। ଏଇଟା କେଉଁ ପ୍ରଜାତିର ଗାଈ ଷଣ୍ଢ ଜଣାପଡ଼ୁନି। ଏଇଟା ସିନ୍ଧ୍ରି ଗାଈ ବୋଧେ। ମୁଣ୍ଡ ଦେଖନ୍ତୁ ବହୁତ ବଡ଼ ଅଛି, ବିଶାଳ ମୁଣ୍ଡ। ଆପଣମାନଙ୍କୁ ଯେମିତି କହିଛି ମୋ ପ୍ରତ୍ୟେକ ଭିଡ଼ିଓର ଶେଷରେ କି ମୁଁ ନୂଆ ଜାଗାରେ ଆଉ ନୂଆ ରୂପରେ ନୂଆ ଜିନିଷ ଆପଣଙ୍କୁ ଦେଖେଇବି, ଯେଉଁଟାକି ଆପଣ ବହୁତ ଲୋକ ଦେଖିନଥିବେ। ଦେଖନ୍ତୁ ସେଇଭଳି ଏକ ନୂଆ ଜାଗା, ନୂଆ ଜିନିଷ ମୁଁ ଆପଣଙ୍କୁ ଦେଖାଉଛି। ଏଠି ଗୋଟେ ସୁନ୍ଦର ଡଙ୍ଗା ବା ବୋଇତଟେ ଅଛି, ଆଉ ସେଇ ଡଙ୍ଗା ଉପରେ ଗୋଟେ ମନ୍ଦିର ଅଛି, ଯେଉଁଟାକି କମଳେଶ୍ୱର, ବାବା କମଳେଶ୍ୱରଙ୍କର ମନ୍ଦିର। ଆଉ ଡଙ୍ଗାଟିକୁ ଗୋଟେ ନାଉରିଆ ଭାଇ କେତେ ସୁନ୍ଦର ଭାବେ କାତଟି ଧରିକି କାତ ମାରୁଛନ୍ତି। ଆଉ ଠିକ୍ ବ୍ରାହ୍ମଣୀ ନଦୀ କୂଳରେ ଏଇ ଜାଗାଟି, ଯେଉଁଟାକି ଓଡ଼ପଡ଼ା ବ୍ଲକରେ ରହୁଛି। ଏପଟେ ମନ୍ଦିରଟି ପୁରା ଡଙ୍ଗା ଭିତରେ ହିଁ ଅଛି, ଆପଣ ଦେଖିପାରିବେ ଡଙ୍ଗା ଭିତରେ ଅଛି। ଆମେ ସେପଟକୁ ଯାଇକି ଦେଖିବା। ଏଇଟା ମେନ୍ ମନ୍ଦିର, ଏଇଟା ମନ୍ଦିରର ମୁଖଶାଳା। ତ ଦର୍ଶକ ବନ୍ଧୁ, ବର୍ତ୍ତମାନ ମୁଁ ମେନ୍ ମନ୍ଦିର ଯେଉଁଟା ବାବା କମଳେଶ୍ୱର ଦେଖିପାରିବେ, ଯେଉଁ ଡଙ୍ଗା ଉପରେ ଅଛନ୍ତି ସେଇଠିକି ଯାଉଛି। ସୁନ୍ଦର ଭାବେ ଏଠି ଭବ୍ୟ ଭାବେ ବନା ହେଇଛି ଉପରଟି, ଆଉ ତା ସହିତ ବହୁତ ସାରା ଘଣ୍ଟି ମଧ୍ୟ ରହିଛି। ପର୍ଯ୍ୟଟକ ଦର୍ଶକ ମଧ୍ୟ ଆସୁଛନ୍ତି। ସମୟ ବର୍ତ୍ତମାନ 1 ବାଜିଛି, ତଥାପି ବହୁତ ସାରା ପର୍ଯ୍ୟଟକ ଆସୁଛନ୍ତି। ଆଉ ଏଇଟା ବହୁତ ସୁନ୍ଦର ଭାବେ କାଠରେ ନିର୍ମିତ ଭଳି ବନା ହେଲା ଭଳିଆ ଦେଖାଯାଉଛି, ଯେମିତି ଡଙ୍ଗାକୁ ଚଢ଼ିଲା ଭଳିଆ ପାହାଚ ବନା ହେଇଛି, ଯେମିତି କାଠରେ ଆମେ ଗୋଟେ ଡଙ୍ଗାକୁ ଚଢ଼ାଏ ସେଇ ଟାଇପ୍ର। ଆଉ ଏଇଟା ଦେଖିପାରିବେ ପୁରା ଡଙ୍ଗା ଆକୃତି, ପୁରା ଡଙ୍ଗା, ମାନେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ମୋତେ ଦେଖିକିରି। ଡଙ୍ଗାର ଏଇଟା ବୋଇତର ଗୋଟେ ପଟ, ଆଉ ଏଠି ରହିଛି ଆହୁଲା ଧରିକି, ବାଉଁଶର ଆହୁଲା ଧରିଛନ୍ତି। ଏଠି ମହାଦେବଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରଥମେ ବୃଷଭଙ୍କୁ ଦର୍ଶନ କରିପାରିବେ। ଏଇଭଳିଆ କିଛି ରହିଛି ପ୍ରାକୃତିକ, ଅତ୍ୟନ୍ତ ଚମତ୍କାର ମନ୍ଦିରଟି। କାଠରେ ନିର୍ମିତ କବାଟ ଗୁଡ଼ିକ ଅତି ପୁରାତନ କବାଟ, ଯେହେତୁ ବର୍ତ୍ତମାନ 2 ପ୍ରହର ଟାଇମ୍ ପଡ଼ିଯାଇଛି। କବାଟ ପାଖାପାଖି 5ରୁ 7ଟି ପାହାଚ ପାର ହେଇକି ମୁଁ ଆସି ପହଞ୍ଚିଲି ଏଇ ଜାଗାରେ। ଏଠୁ ଆହୁରି 5ରୁ 7 ପାହାଚ ପାର ହେଲା ପରେ
ସେଠି ଯାଇକିରି ଅଛନ୍ତି ବାବା କମଳେଶ୍ୱର ଭବ୍ୟ ମନ୍ଦିର, ବହୁ ପୁରାତନ, ବହୁ ପ୍ରାଚୀନ, ଚମତ୍କାର। ମୁଁ ଆଉ ଟିକେ ପାଖକୁ ନେଇକି ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଏ ଯେଉଁ ଲିଙ୍ଗ ଆପଣ ଦେଖୁଛନ୍ତି ଇଏ ହେଉଛି ଫୁଟା ଲିଙ୍ଗ ବା ମାଟି ତଳୁ ବାହାରିଛନ୍ତି। ଏଠି କୌଣସି ସ୍ଥାପନ କରାଯାଇନି, ପ୍ରାକୃତିକ ଉପରେ ସାକ୍ଷାତ ଭଗବାନ ବାବା କମଳେଶ୍ୱର ଏ ଯେଉଁ ଲିଙ୍ଗ ଦେଖୁଛନ୍ତି ବାବାଙ୍କର ଇଏ ପ୍ରାକୃତିକ ଉପାୟରେ ହେଇଛି। ମନ୍ଦିରଟି ଅତି ପୁରାତନ ଆପଣ ଦେଖିପାରିବେ। ବର୍ତ୍ତମାନ ଦର୍ଶକ ବନ୍ଧୁ ଆପଣ ଦେଖିପାରିବେ ଏଇଟା ହେଉଛି ସେଇ ବୋଇତ ଆକାରର ଜାଗାଟି ଯେଉଁଠିକି ଏପଟେ ଦେଖିପାରିବେ। ଆମେ ବର୍ତ୍ତମାନ ତଳେ ଥିଲେ, ଏଇଠି ପୁରା ତଳେ ଥିଲେ। ଏଠୁ ପାଖାପାଖି 20 ଫୁଟ ତଳେ ବାବା କମଳେଶ୍ୱର ବା ମହାଦେବ ଅଛନ୍ତି। ଆଉ ଏଇଟା ସେଇ ମନ୍ଦିର ଦେଖନ୍ତୁ, ଏପଟେ କେମିତି ବୋଇତ ଆକାରରେ ଏଇଟା ବନା ହେଇଛି, ପୁରା ଡଙ୍ଗା କହିଲେ ଚଳେ। ଆଉ ଠିକ୍ ସେଇ ଡଙ୍ଗାର ଗୋଟେ ନାଉରିଆ ଏଇଠି ଅଛି ଯିଏକି ଡଙ୍ଗାଟାକୁ ଆହୁଲା ମାରୁଛି। ଆଉ ଏପଟେ ରହୁଛି ବାବା କମଳେଶ୍ୱର ଯିଏକି ଡଙ୍ଗା ଉପରେ, ବା ବାବା ମହାଦେବ ଯିଏକି ଡଙ୍ଗା ଉପରେ ବିରାଜମାନ ମନ୍ଦିରଟି ଅତି ଚମତ୍କାର। ଏଇଟା ବନେଇବାର କାରଣ ହେଲା ଆପଣମାନେ ଦେଖିପାରିବେ ଠିକ୍ ଏକ୍ଜାକ୍ଟଲି ଏଇଟା ହେଉଛି ବ୍ରାହ୍ମଣୀ ନଦୀ। ଆଉ ବନ୍ୟା ବେଳେ ମନ୍ଦିରଟି ବୁଡ଼ିଯାଏ, ତ ସେଥିଲାଗି ମନ୍ଦିରକୁ ରକ୍ଷା କରିବା ଲାଗି ବୋଇତଟି ବନା ହେଇଛି ବା ଡଙ୍ଗାର ଆକୃତିଟି ବନା ହେଇଛି। ଯଦି ପାଣି ସେପଟୁ ଆସିଲା ଏଇ ଜାଗାରେ ମାଡ଼ ହେଇକି ସାଇଡ଼ରେ କଟିଯିବ, ମନ୍ଦିରର କିଛି କ୍ଷତି କରିବ ନାହିଁ। ଦର୍ଶକ ବନ୍ଧୁ, ବର୍ତ୍ତମାନ ମୋ ସହିତ ଏହି ଜାଗାର ଯିଏ ପୂଜାରୀ ବା ନନା ଅଛନ୍ତି, ନନାଙ୍କଠୁ ଆମେ ଡିଟେଲ୍ ବୁଝିବା ଯେ କ'ଣ ଏହି ଜାଗାଟିର ମାହାତ୍ମ୍ୟ, କାହିଁକି এই ମନ୍ଦିରଟି ଡଙ୍ଗା ଉପରେ ହେଇଛି, ଆଉ କାହିଁକି ଆକୁ କମଳେଶ୍ୱର ବୋଲି ଏହା ଫେମସ୍, ସବୁ ବୁଝିବା। ଚାଲନ୍ତୁ ନନା ଟିକେ କହିବେ ଏଇ ଜାଗାର ମାହାତ୍ମ୍ୟ କ'ଣ ଆକ୍ଚୁଆଲି। ଗାଁ ବୁଢ଼ା ବୁଢ଼ା ଆମର କହନ୍ତି ଆଜ୍ଞା, ଇଏ ଗିଲ ନଟି ହେଇକିରି ଥିଲା, ଗିରି ନଟି ହେଇକିରି ଗିଲ ନଟି ହେଇଥିଲା, ଜଙ୍ଗଲ ବି ଥିଲା। ଆଜ୍ଞା ନଦୀ ବଢ଼ୁଥିଲା, ବ୍ରାହ୍ମଣୀ ନଦୀ। ଆଜ୍ଞା। ହେକରୁ ଅଫଳତି ଛଡ଼ା ପହଁରିକିରି ଆଇଲା ଏଠେ। ଅଫଳ ତୀର୍ଥ ମାନେ ବୁଝିପାରିଲିନି। ମାନେ ଛଡ଼ା କଅଁଳେଇ ନଥିବ ଗାଈ। ଆଚ୍ଛା, ଗାଈ, ହଁ ହଁ, ଯେ କଅଁଳା ବାଛୁରୀ ଗାଈ ଆଉ ହଁ ଛଡ଼ା ଛଡ଼ା କଅଁଳେଇ ନଥିଲା। ହଁ ସେ ନୀତି ପହଁରିକିରି ଆସେ ଏଠି ବାବାଙ୍କଟେ କ୍ଷୀରସର, ସେଠୁ ଗଉଡ଼ ଆଇଲା। ହଁ କହିଲା କ'ଣ ବି ଯାଉଛି ନଈ ପାର ହେଇ ଛଡ଼ାଟା ହାଡ଼ିକି। ହଁ, ଦେଖିଲା ଯେ ଠାକୁର ଆବିର୍ଭାବ ହେଇଯିତି। ଆଚ୍ଛା ସେଠୁ ଡଙ୍ଗାରେ ପାର ହେଇଗଲା। ଆଉ ଏ ତ ସବୁ ତାଟି ବରଲା ତାଟି ଘୋରା ହେଇକି ରହୁଥିଲା। ଡଙ୍ଗା ଉପରେ କାହିଁ ମନ୍ଦିରଟି ହେଲା? ଡଙ୍ଗା ଏଇ ବନ୍ୟା ବ୍ରାହ୍ମଣୀ ଯୋଗୁ ଆଜ୍ଞା, ଡଙ୍ଗା ନାଁଟା କରିଦେଲା, ପାଣିଟା କଟି କୁଟା ହେଇଛି ବୋଲି, ଠାକୁର ଆବିର୍ଭାବ ବ୍ରାହ୍ମଣୀ ନଦୀ ତଟରେ ଅଛନ୍ତି ବୋଲି। ଆଚ୍ଛା, ବର୍ତ୍ତମାନ ସେଇଠି ଆମର ଯୋଉ ମନ୍ଦିର ଅଛି, ମେନ୍ ମନ୍ଦିର, ସେଇଠି ଯୋଉ ଲିଙ୍ଗଟି ସେ ପୁରା ଆବିର୍ଭାବ ହେଇଥିଲା। ହଁ, ଫୁଟିଲିଙ୍ଗ ସେ ଫୁଟା ଲିଙ୍ଗ ନାଇଁ କି, ମାଟି ତଳୁ ଫୁଟିକି ବାହାରିଥିଲେ ସେଇଠି ଅଛନ୍ତି। ଜଙ୍ଗଲ ହେଇ ପଡ଼ିଥିଲା। ଆଚ୍ଛା, ଘଞ୍ଚ ଜଙ୍ଗଲ ଥିଲା, ଗିଲ ଜଙ୍ଗଲ ନାଇଁ କି। ଆଚ୍ଛା, ଆଉ ଯେହେତୁ ନଦୀ ପୁରା ନଦୀ କୂଳରେ, ତ ନଦୀ କୂଳରୁ ଯୋଉ ବନ୍ୟା ଟାଇମରେ ବ୍ରାହ୍ମଣୀରେ ତ ବହୁତ ବଡ଼ ବନ୍ୟା ଆସେ। ବନ୍ୟାରୁ ରକ୍ଷା ପାଇବା ଲାଗି ଆମ ଗାଁ ଘର ଦ୍ୱାର ଭାଙ୍ଗିଗଲା। 60 ମସିହା ଯୋଉ ବନ୍ୟାରେ ଭାଙ୍ଗି ଯାଇଥିଲା, ତ ଏଇ ଯୋଉ ବନ୍ୟାରୁ ରକ୍ଷା ପାଇବା ଲାଗି ଏଇ ଯୋଉ ଡଙ୍ଗା ଆକୃତିଟା, ପାଣିଟା କାଟୁ କରିବନି ବୋଲି ସେଟା ପାଣିଟା ନା ଭଳିଆ କରିକି ଟେକା ହେଇଯାଇଛି। ଆଉ ମନ୍ଦିରଟି ଭିତରୁ ରହିଛି ନାଇଁ କି, ପାଣିଟା ସେଠି ବାଜିକିରି ଦି ସାଇଡରେ ପଳେଇବ। ଆହା, ଆଉ ଇଏ ହଉଛନ୍ତି ସାକ୍ଷାତ ମାନେ ଯୋଉ ମାଟିରୁ ଫୁଟା ଲିଙ୍ଗ ନାଇଁ କି। ଆଚ୍ଛା ଆଚ୍ଛା, ଏଠି ଆଉ ଏପଟେ ଯୋଉ ମୂର୍ତ୍ତି ଗୁଡ଼ା ଅଛି, ମା ଆଉ କ'ଣ, ମା ତାରିଣୀ ଆଉ କ'ଣ? ଆଚ୍ଛା ଆଚ୍ଛା, ନଦୀ ସେପଟେ ସେ ଯୋଉ ଗାଁଟା ନା କ'ଣ? ରାଜମଳ, ଖଣ୍ଡାଳମୁଣ୍ଡା, ଜହ୍ନାପଡ଼ା। ଆଚ୍ଛା, ଏଇଟା କ'ଣ ରାଡମାଳ? ଡମଳ। ଆଚ୍ଛା, ସେପଟେ ସିଏ ଗାଈ ଚରଉଥିଲେ, ତାଙ୍କ ଗାଈ ଏଇଟା ଟାପୁ ଥିଲା ନା କ'ଣ? ଏଇଟା ଫାଷ୍ଟ କ'ଣ ଥିଲା ଟାପୁଟା? ଜଙ୍ଗଲ ହେଇକିରି ସବୁ ଗିଲ ନଟି ହେଇଥିଲା ବୋଲି କହନ୍ତି। ଆଚ୍ଛା, ତ ଏଇଠି ସେ ଲିଙ୍ଗଟି କିଏ ସେଇ ମାନେ ପାଇଲେ ନାଇଁ କି, ଆବିଷ୍କାର କଲେ।
तो दर्शक बंधु एटा थिला हमर आजिर एक छोट वीडियो जो गोटे कि बाबा कमलेश्वर उपरे जहाँकि आमर कमलांग गाँ बा ओडपड़ा ब्लॉक रो अनुगुल जिले में अवस्थित ब्राह्मणी नदी कूल बहुत फेमस बहुत प्राचीन पौराणिक मंदिरटी बहुत फेमस जगहटी बहुत पर्यटक सहित आसी था। तेणु जो मैंने न आसछंती निश्चित आसतु बुलिकी जातु बहुत बढ़िया लगे। तो पुणी देखा मोर आउ एक वीडियो नुआ रूप नुआ जगार से पर्यंत नमस्कार जय जगन्नाथ।